ଦର୍ଶକ ବନ୍ଧୁ, ଆମର ଏକ ପୂର୍ବ ପ୍ରଚଳିତ କଥା ଅଛି କି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯାହାକୁ ଭଗବାନ ସ୍ୱୟଂ ରକ୍ଷା କରନ୍ତି ତାର କାଳ ମଧ୍ୟ କିଛି କ୍ଷତି କରିପାରେ ନାହିଁ। ବାସ୍ ଆମକୁ ସେହି ସର୍ବଶକ୍ତିମାନ ଭଗବାନଙ୍କ ଉପରେ ବିଶ୍ୱାସ ରଖିବାକୁ ହେବ। କାରଣ କଥାରେ କୁହନ୍ତି କି ବିଶ୍ୱାସ ମୂଳେ ଏ ଜଗତ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଆଜି ଏହି ଛୋଟ କାହାଣୀଟିରେ ଜାଣିବା କି କେମିତି ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଏକ ଛୋଟ ପକ୍ଷୀଟିର ପ୍ରାଣ ରକ୍ଷା କରିଥିଲେ। ଯେତେବେଳେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ହେବ ବୋଲି ସ୍ଥିର ହୋଇଗଲା, ସେତେବେଳେ ଯୁଦ୍ଧ ଲଢ଼ିବା ଲାଗି ରଣକ୍ଷେତ୍ର ଖୋଜାଗଲା। କାରଣ କୌରବ ଓ ପାଣ୍ଡବମାନଙ୍କର ସେନା ସଂଖ୍ୟା ଏତେ ଅଧିକ ଥିଲା ଯେ କୌଣସି ସାଧାରଣ ସ୍ଥାନରେ ଯୁଦ୍ଧ ଲଢ଼ିବା ସମ୍ଭବ ନଥିଲା। ତେଣୁ ଭଗବାନ ଶ୍ରୀକୃଷ୍ଣ ନିଜେ ଯୁଦ୍ଧ ଲଢ଼ିବା ଲାଗି ଉପଯୁକ୍ତ ରଣକ୍ଷେତ୍ର ଖୋଜିବାକୁ ବାହାରିଲେ। ଭଗବାନ ଶ୍ରୀକୃଷ୍ଣ ଦେଖିଲେ କି କୁରୁକ୍ଷେତ୍ର ହେଉଛି ଏକମାତ୍ର ସ୍ଥାନ ଯେଉଁଠିକି ମହାଭାରତ ଯୁଦ୍ଧ ହୋଇପାରିବ। ତେଣୁ କୁରୁକ୍ଷେତ୍ରକୁ ରଣକ୍ଷେତ୍ର ଭାବେ ବଛାଗଲା। ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶ କ୍ରମେ ସୈନିକମାନେ କୁରୁକ୍ଷେତ୍ରରେ ଥିବା ସବୁ ବୃକ୍ଷକୁ କାଟିଦେଲେ। ହେଲେ ସେଠାରେ ଥିବା ଏକ ବୃକ୍ଷରେ ଗୋଟିଏ ଛୋଟ ଚଢ଼େଇଟିଏ ବସା ବାନ୍ଧି ଅଣ୍ଡା ଦେଇଥିଲା। ଗଛଟିକୁ କାଟିଦେବା ଦ୍ୱାରା ଚଢ଼େଇଟିର ବସାଟି ତଳେ ପଡ଼ିଗଲା। ବସାଟିକୁ ତଳେ ପଡ଼ିଯିବାର ଦେଖି ଛୋଟ ଚଢ଼େଇଟିର ମନ ଭାରି ଦୁଃଖ ହେଲା। ସେ ମନ ଦୁଃଖରେ ଆସି ଶ୍ରୀକୃଷ୍ଣଙ୍କୁ ପଚାରିଲା, ହେ ଶ୍ରୀହରି, କୌରବ ଓ ପାଣ୍ଡବମାନେ ତ ଯୁଦ୍ଧ ଲଢ଼ିବେ, ହେଲେ ମୁଁ କ'ଣ ଦୋଷ କରିଥିଲି? ମୋତେ ବିନା ଦୋଷରେ ଏତେ ବଡ଼ ଦଣ୍ଡ କାହିଁକି ମିଳିଲା? ଚଢ଼େଇଟିର କଥା ଶୁଣି ଶ୍ରୀକୃଷ୍ଣ କହିଲେ କି ତୁମକୁ କିଏ ଓ କାହିଁକି ବିନା ଦୋଷରେ ଦଣ୍ଡ ଦେଲା? ଚଢ଼େଇଟି କହିଲା, ହେ ଶ୍ରୀହରି, ଆପଣଙ୍କ ଆଦେଶ ପାଇ ସୈନିକମାନେ ମୋ ଅଣ୍ଡା ଦେଇଥିବା ଗଛଟିକୁ କାଟିଦେଲେ ଓ ମୋ ଅଣ୍ଡାଗୁଡ଼ିକ ତଳେ ପଡ଼ିଗଲା। ଏବେ ଆପଣ କୁହନ୍ତୁ ମୁଁ କ'ଣ କରିବି? କାଲି ଯେତେବେଳେ ଯୁଦ୍ଧ ହେବ, ସୈନିକମାନଙ୍କ ପାଦରେ ମୋ ଅଣ୍ଡାଗୁଡ଼ିକ ଚକଟି ହୋଇ ନଷ୍ଟ ହୋଇଯିବ। ଏବେ ଯଦି ଆପଣ ରକ୍ଷା ନ କରିବେ ତ ମୁଁ ଆଉ କାହା ପାଖକୁ ଯିବି? ଶ୍ରୀକୃଷ୍ଣ ଚଢ଼େଇଟିର କଥା ଶୁଣି କହିଲେ, ହେ ପକ୍ଷୀ, ମୁଁ ତୁମର କୌଣସି ସହାୟତା କରିପାରିବି ନାହିଁ। ଯେତେବେଳେ ଯାହା ହେବାର ଥିବ ତାହା ନିହାତି ହେବ। ଏଥିରେ ମୁଁ ଅବା କ'ଣ କରିପାରିବି? ଶ୍ରୀକୃଷ୍ଣଙ୍କ କଥା ଶୁଣି ଚଢ଼େଇଟି କହିଲା କି ହେ ଭକ୍ତବତ୍ସଳ, ଆପଣଙ୍କର କିଛି କରିବାର ଆବଶ୍ୟକ ନାହିଁ। ଖାଲି ଆପଣ ମୋତେ ଏତିକି କୁହନ୍ତୁ କି ମୁଁ ଆପଣଙ୍କୁ ବିଶ୍ୱାସ କରିପାରିବି ତ? ଚଢ଼େଇଟିର କଥା ଶୁଣି ଶ୍ରୀକୃଷ୍ଣ ଟିକେ ହସିଦେଲେ ଓ କହିଲେ, ହଁ, ତୁମେ ମୋ ଉପରେ ବିଶ୍ୱାସ କରିପାରିବ। ଶ୍ରୀକୃଷ୍ଣଙ୍କ ମୁଖରୁ ଏତିକି କଥା ଶୁଣି ଚଢ଼େଇଟି ଉଡ଼ିଗଲା। ହେଲେ ଅର୍ଜୁନ ଶ୍ରୀକୃଷ୍ଣଙ୍କର ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଓ ପଚାରିଲେ କି ହେ ମାଧବ, କ'ଣ ଏତେ ବଡ଼ ଯୁଦ୍ଧ ମଝିରେ ଏହି ଛୋଟ ଚଢ଼େଇଟିର ଅଣ୍ଡାକୁ ରକ୍ଷା କରିବା ସମ୍ଭବ? ଅର୍ଜୁନଙ୍କ କଥା ଶୁଣି ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯାହା ହେବାର ଥିବ ତାହା ନିଶ୍ଚୟ ହେବ। ଆମେ ତ କେବଳ ଚେଷ୍ଟା ହିଁ କରିପାରିବା। ଏତିକି କହି ଶ୍ରୀକୃଷ୍ଣ ଗୃହ ଅଭିମୁଖେ ପ୍ରସ୍ଥାନ କଲେ। ତା ପରଦିନ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ଚଢ଼େଇଟି ଏତେ ଭୟଙ୍କର ଯୁଦ୍ଧ ଦେଖି ଡରିଗଲା ଓ ବିକଳ ହୋଇ କହିଲା କି ହେ ଶ୍ରୀହରି, ଏବେ ସବୁ କିଛି ଆପଣଙ୍କ ହାତରେ। ଆପଣ ରଖିଲେ ରଖିବେ, ମାରିଲେ ମାରିବେ। ଏମିତି କହି ଚଢ଼େଇଟି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଚଢ଼େଇଟିର ଆକୁଳ ନିବେଦନ ଶୁଣି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ଧନୁତୀର ମାଗିଲେ। ଶ୍ରୀକୃଷ୍ଣଙ୍କୁ ଧନୁ ଧରିବାର ଦେଖି ଅର୍ଜୁନ ପଚାରିଲେ, ହେ କେଶବ, ଆପଣ ତ ଏ ଯୁଦ୍ଧରେ ଅସ୍ତ୍ର ନ ଧରିବା ପାଇଁ ପ୍ରଣ କରିଛନ୍ତି, ହେଲେ ଏବେ ଅସ୍ତ୍ର ନେଇ କରିବେ କ'ଣ? ଶ୍ରୀକୃଷ୍ଣ ଅର୍ଜୁନଙ୍କ କଥା ଶୁଣି ଟିକେ ହସିଦେଲେ ଓ ଅର୍ଜୁନଙ୍କ ଠାରୁ ଧନୁତୀର ନେଇ ଏକ ହାତୀକୁ ଲକ୍ଷ୍ୟ କରି ଗୋଟିଏ ତୀର ଛାଡ଼ିଲେ। ତୀରଟି ହାତୀ ଦେହରେ ନ ବାଜି ତା ବେକରେ ବନ୍ଧା ହୋଇଥିବା ଘଣ୍ଟିରେ ବାଜିଲା ଓ ହାତୀ ବେକରୁ ଘଣ୍ଟିଟି ଛିଡ଼ିଯାଇ ସିଧା ଚଢ଼େଇଟିର ବସା ଉପରେ ପଡ଼ିଲା, ଯାହାଫଳରେ କି ଚଢ଼େଇର ବସାଟି ଘଣ୍ଟି ତଳେ ଘୋଡ଼େଇ ହୋଇ ରହିଗଲା। ଅର୍ଜୁନ ଏସବୁ ଦେଖି କିଛି ବି ବୁଝିପାରିଲେନି। ଅର୍ଜୁନ ଆଶ୍ଚର୍ଯ୍ୟର ସହିତ ପଚାରିଲେ କି ହେ ମାଧବ, ଆପଣ ବାସ୍ତବରେ କ'ଣ କରିବାକୁ ଚାହୁଁଛନ୍ତି? ଅର୍ଜୁନଙ୍କ ପ୍ରଶ୍ନ ଶୁଣି ଶ୍ରୀକୃଷ୍ଣ କହିଲେ କି ହେ ଅର୍ଜୁନ, ବ୍ୟସ୍ତ ହୁଅ ନାହିଁ, ଯୁଦ୍ଧ ସରିଲେ ସବୁ ବୁଝିପାରିବ। ଏମିତି 18 ଦିନର ଯୁଦ୍ଧ ବିତିଗଲା। ଯୁଦ୍ଧ ସରିଯିବା ପରେ ଶ୍ରୀକୃଷ୍ଣ ଓ ଅର୍ଜୁନ ପୁଣି ଥରେ କୁରୁକ୍ଷେତ୍ରକୁ ଯାଇଥିଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ହେ ଅର୍ଜୁନ, ତୁମେ ଯାଇ ସେଠାରେ ପଡ଼ିଥିବା ଘଣ୍ଟିଟିକୁ ଉଠାଅ। ଶ୍ରୀକୃଷ୍ଣଙ୍କ ଆଦେଶ ପାଇ ଅର୍ଜୁନ ରଥରୁ ତଳକୁ ଓହ୍ଲାଇଲେ ଓ ସେଠାରେ ପଡ଼ିଥିବା ଘଣ୍ଟିଟିକୁ ଉଠାଇ ଦେଖିଲେ ଯେ ଘଣ୍ଟି ତଳେ ଗୋଟିଏ ଚଢ଼େଇ ଓ 4ଟି ଚଢ଼େଇ ଛୁଆ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଅଛନ୍ତି।
ଏତେ ଭୀଷଣ ଯୁଦ୍ଧ ମଧ୍ୟରେ ଛୋଟ ଚଢ଼େଇଟିକୁ ଜୀବିତ ଥିବାର ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ବୁଝିଗଲେ ଯେ ସେଦିନ ଯୁଦ୍ଧରେ ଶ୍ରୀକୃଷ୍ଣ ତାଙ୍କଠାରୁ ଧନୁତୀର କାହିଁକି ନେଇଥିଲେ ଓ ଅର୍ଜୁନ ଏହା ମଧ୍ୟ ବୁଝିଗଲେ କି ଶ୍ରୀକୃଷ୍ଣଙ୍କୁ ଭକ୍ତବତ୍ସଳ କାହିଁକି କୁହାଯାଏ। ଦର୍ଶକ ବନ୍ଧୁ, ଏହି କାହାଣୀରୁ ଆମେ ଜାଣିବାକୁ ପାଇଲେ ଯେ ବାସ୍ତବରେ ଯିଏ ଭଗବାନଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ ଓ ଭରସାର ସହିତ ମାନିଥାଏ, ଭଗବାନ ତାକୁ ସବୁ ବିପଦରୁ ରକ୍ଷା କରିଥାନ୍ତି। କାରଣ କଥାରେ କହିଛି କି ବିଶ୍ୱାସ ମୂଳେ ଏ ଜଗତ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏ କାହାଣୀଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିହାତି ଲେଖି ଜଣାଇବେ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରିଦେବେ ଓ ଏମିତି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ଲାଗି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।